ଓ ହେ ଗାଇସ୍ ଜୟ ଜଗନ୍ନାଥ ପୁଣି ଥରେ ଆପଣଙ୍କ ମିନି ବ୍ଲଗ୍ରେ ସ୍ୱାଗତ ସେମାନେ ଯାହାକି ବର୍ତ୍ତମାନ ଟାଇମ୍ ହେଇ ଆସିଛି ଆମର ଦିନ ଦୁଇଟାରେ ସାଙ୍ଗମାନେ ଦେଖିପାରୁଥିବେ କେମିତି ଅଛି ଭ୍ୟୁ ଆକାଶର କିଛି ଏମିତି କିଛି ଭ୍ୟୁ ଅଛି। ତ ଗାଇସ୍ ଏବେ କିଛି ଦିନ ଭିତରେ ଆମର ଏଇ ଜାଗାରେ ଘର କାମ ହେବ ଯାହାକି ଜାଗାଟା ପୁରା ସଫା କରାଯାଇଛି। ତ ସାଙ୍ଗମାନେ ବର୍ତ୍ତମାନ ଏବେ ସକାଳଠୁ ପୁରା ପ୍ରାୟ ଏବେ ବର୍ଷା କଣ୍ଟିନ୍ୟୁ ଅଛି ଯାହାକି ଏବେ ଟିକେ ବର୍ଷା ଛାଡ଼ିଛି ବୋଲି ଭିଡ଼ିଓଟା ମୁଁ ବନେଇ ପାରୁଛି। ତ ଗାଇସ୍ ଆଜି ବର୍ଷା ସକାଶେ ଗାଈମାନେ ବି ମେଳକୁ ଯାଇନାହାନ୍ତି, ଗାଈମାନେ ବି ଘରେ ହିଁ ଅଛନ୍ତି। ଆଉ ଦେଖିପାରୁଥିବେ କାଲିକି ହେଉଛି ରଥଯାତ୍ରା ଯାହାକି କାଳିଆ ଆସିବ ରଥରେ ବସି। ଆପଣମାନଙ୍କୁ ଦେଖେଇବି କାଲିର ରଥଯାତ୍ରା କେମିତି କେଉଁ ଭଳିଆ ଭାବେ ହେଉଛି ଯାହାକି ବହୁତ ସୁନ୍ଦର ଲାଗିବ, ଯାହାକି ଆପଣମାନଙ୍କ ପାଇଁ ଗୋଟେ ଖାସ୍ ଭିଡ଼ିଓ ରହିବ କାଲିର ରଥଯାତ୍ରା। କାଲି ତ ରଥଯାତ୍ରା ଯିବା କାଲିକି ଦେଖେଇବି ଆପଣମାନଙ୍କୁ ଯେ କେଉଁ ଭଳି ଭାବେ ଆମର ଏଇ ଜାଗାରେ ମାନେ ପ୍ରଭୁଙ୍କର ସବୁ ରଥ କିପରି ଭାବେ ଟଣା ହେଉଛି ସବୁ ଆପଣମାନଙ୍କୁ ଦେଖେଇବି। ଠିକ୍ ଅଛି, କାଲି ତ ରଥଯାତ୍ରା କାଲିକି ଦେଖିବା, ଆଜି ସେମାନେ ଯିବା ଦେଖିବା। ଆଉ ଆପଣମାନେ ଦେଖିପାରୁଥିବେ ଯେହେତୁ ବହୁତ ଜୋରରେ ଖରା ହେଉଥିଲା ଦେଖିଲେ, ଯେହେତୁ ବର୍ଷାର ପାଣି ଟିକେ ପଡ଼ିକିରି ଆଳୁ ଗଛ କେମିତି ସବୁ ବଡ଼ ହେଲାଣି ଦେଖିପାରୁଥିବେ। ଆଉ ଅମୃତଭଣ୍ଡା ଗଛ ବି ବହୁତ ବଡ଼ ହେଲାଣି। ଆଉ ଗୋଟେ ତ ହେଲା ଭାଙ୍ଗିଲା ଗଛ, ଏ ବହୁତ ବଡ଼ ବଡ଼ ସବୁ ଗଛ ହେଲାଣି। ଆଜି ସେମାନେ ଗଛରେ ବହୁତ ଫୁଲ ଭରି ହେଇ ଅଛି। ଆଉ ଆଜି ଗୋଲାପ ଗଛ ବି 3ଟା ଗୋଲାପ ଗଛ ଫୁଲ ହେଇଛି ଦେଖିପାରୁଥିବେ। ଦେଖନ୍ତୁ 3ଟା ଗୋଲାପ ଫୁଲ ବି ହେଇଛି ଆଜି 1 2 3। ଆଉ ଦେଖିବାକୁ ବି ବହୁତ ସୁନ୍ଦର ଦେଖାଯାଉଛି କାହିଁକିନା ସେମାନେ ଆମର ସାଇଡ଼୍ରେ ଟିକେ ଗଛପତ୍ର ଟିକେ ଅଛି ଯାହାକି ଆମେ ଘର ଭିତରେ ଟିକେ ଗଛପତ୍ର ସବୁ ଲଗେଇଛୁ ବୋଲି ଦେଖିବାକୁ ବହୁତ ସୁନ୍ଦର ଦେଖାଯାଉଛି। ଆଉ ଦେଖିବାକୁ ଏଇଠି ତ ଆଙ୍କେ ମା ପିଲା ଅଛନ୍ତି, ଯେହେତୁ ଆଜି ମେଳକୁ ନେଇନି ଗୋଡ଼ ଏ 2ଟାକୁ ଟିକେ ବାହାରକୁ ଛଡ଼ା ହେଇଯାଇଛି। ଏ 2 ଜଣ ଛଡ଼ା ହେଇନି, ଏ 2 ଜଣ ମା ପିଲା ଅଛନ୍ତି। ତ ଆର ଏବେ ଖାଇବା ଟାଇମ୍ ହେଇଗଲାଣି। ଆଉ ଟିକେ ଛାଡ଼ିଦେବା, ଟିକେ କ୍ଷୀର ଟିକେ ସେ ପିଇଦେବ। କ୍ଷୀର ଟିକେ ପିଇ ସାରିଲେ ଆଉ ପୁଣି ଥରେ ବାନ୍ଧିବା, ନହେଲେ ଭିତରେ ଟିକେ ବୁଲିବ। ଆଉ ମାନେ ବର୍ତ୍ତମାନ ମୁଁ ଟିକେ ଛାଡ଼ି ଦେଇଛି ତାକୁ କ୍ଷୀର ପିଇବାକୁ, ସେ କ୍ଷୀର ପିଇ ସାରିଲେ ତାକୁ ବାନ୍ଧିଦେବା। ଦେଖିପାରୁଥିବେ ପୁରା ମନ ଖୁସିରେ ଚାକୁ ଚାକୁ କରିକି ତାର ମାଆର କ୍ଷୀର ପିଇବା ଚଲେଇଛି। ଆଉ ମାଆ ବି ଆରାମରେ ଛିଡ଼ା ହେଇଛି। ହଁ ପିଲାକୁ କ୍ଷୀର ଦେଉଛୁ, ହଉ ଦେ। ତ ସେମାନେ ବାହାରର ଭ୍ୟୁ ଆପଣଙ୍କୁ ଦେଖେଇବି, ବାହାର ଭ୍ୟୁ କେମିତି ଅଛି। ଏଇଟା ହେଲା ଆମ ବାହାରର ଭ୍ୟୁ, ଦେଖିପାରୁଥିବେ ବାହାରର ଭ୍ୟୁ କିଛି ଅଲଗା ଅଛି। ଏଇଟା ହେଉଛି ଆମ ଘର, ଦେଖିଲେ ଏମିତି କିଛି ଅଛି। ଏଇଟା ଆମ ସାହିର ଭ୍ୟୁଟା, ଏଇଟା ଆମ ସାହି ଯେହେତୁ ସମସ୍ତଙ୍କର ଘର କାମ ଚାଲିଛି ସେଇଥିପାଇଁ ସମସ୍ତଙ୍କର ପୁରା ବାଲି ମାଟି ଭରି ହେଇ ଅଛି ସାହିରେ। ଏଇସବୁ ଗୁଡ଼ି ମାଟି ସବୁ ମନ୍ଦିର, ଯେହେତୁ ମନ୍ଦିର ବି କାମ ଚାଲିଛି ସେଥିପାଇଁ ମନ୍ଦିରରେ ବି ସାମାନ ସବୁ ଘର ଆଗରେ ସବୁ ପକେଇକି ରଖିଛନ୍ତି। ଠିକ୍ ଅଛି ସେମାନେ ଯେହେତୁ ବର୍ଷା ଟିକେ ଛାଡ଼ିଛି ବୋଲି ବର୍ତ୍ତମାନ ମୁଁ ଭଲସେ ଭିଡ଼ିଓ ଟିକେ ବନେଇ ପାରୁଛି, ନହେଲେ ଭିଡ଼ିଓ ବି ବନେଇବା ସକାଳୁ ଭାବିଛନ୍ତି ଭିଡ଼ିଓ ବନେଇ ଭିଡ଼ିଓ ବି ବନେଇ ଦେଖିପାରୁଥିବ। ପୁଣି ଥରେ ବର୍ଷା ଆରମ୍ଭ ଦେଖିପାରୁଥିବେ, ପୁଣି ଥରେ ବର୍ଷା ଆରମ୍ଭ ହୋଇଯାଇଛି ଯାହାକି ଆଜି ଦିନଟି ଯାକ ବର୍ଷା ହେଉଛି। ତ ଆକୁ ଦେଖିପାରୁଥିବେ ବର୍ଷାରେ ଏପଟେ ଦେଖିପାରୁଥିବେ ବର୍ତ୍ତମାନ ଏବେ ଯେଉଁ ସକାଶେ ଆମର ଯେପରି ଭାବେ ବର୍ଷା ହେଉଛି ପାହାଡ଼ର ଭ୍ୟୁ କେମିତି ଅଛି ଦେଖିପାରୁଥିବେ। ପୁରା ମେଘରେ ପୁରା ଢାଙ୍କି ଅଛି ମାନେ, ଆଉ ବର୍ଷାରେ ଦେଖିପାରୁଥିବେ ରୋଡ଼ ଯାହା ବି କିପରି ଭାବେ ଅଛି, ମାନେ ବିଲ ଫିଲ ସବୁ। ଯାହାକି ଏଇଟା ରହିଲା ଆମର ପାହାଡ଼ର ଭ୍ୟୁ, ବହୁତ ମସ୍ତ ଅଛି, ବହୁତ ସୁନ୍ଦର ଦେଖାଯାଉଛି ଦେଖିପାରୁଥିବେ। ଗଛ ବି ସେମାନେ ଭାଙ୍ଗି ଏଠି ପଡ଼ିଛି, ମାନେ ପୁରା ଆମର ଏ ସାଇଡ଼ରେ
ଦେଖିବାକୁ କେଉଁ ଭଳିଆ ଆମେ ଆମ ଜାଗାରେ ଘଞ୍ଚ ଜଙ୍ଗଲ ଏଇଠି ଅଛି ଦେଖିଲେ ତ। ଏଇଟା ହେଉଛି ବଣକୁ ଯିବା ରାସ୍ତାଟା। ଏଇଟା ହେଉଛି ସେମାନେ କାଳୁଆ। ଆପଣ ତ ଦେଖିପାରୁଥିବେ ମାନେ ପାହାଡ଼ରେ କେଉଁ ଭଳି ଭାବେ ଗଛପତ୍ର ଭରି ଅଛି। ଏଇଠୁ ଆପଣ ଦେଖି ଅନୁମାନ କରିପାରୁଥିବେ କେଉଁ ଭଳି ଭାବେ ପ୍ରବଳ ଗଛପତ୍ର ଅଛି। ଆଉ ରୋଡ଼ ସାଇଡ଼କି ଆମର ଆମ୍ବ ଗଛ ବି ଅଛି, ଯାହାକି ଦେଖିବା ପାଇଁ ବହୁତ ସୁନ୍ଦର ଦେଖାଯାଉଛି। ଆଉ ରାସ୍ତା ବି ଦେଖିପାରୁଥିବେ, ରାସ୍ତାରେ ବି ଏବେ ଦରକାର ଗଛ, ସେଇଥିପାଇଁ ସାଇଡ଼ରେ ବି ଗଛ ବି ଲାଗିଛି। ଆଜିର ସକାଳଠୁ ସଞ୍ଜ ହେଇଗଲା, ବର୍ଷା ଛାଡ଼ିବାର ନାଁ ବି ଧରୁନି। ପ୍ରବଳ ମାତ୍ରାରେ ବର୍ଷା ଚାଲିଛି ଦେଖିପାରୁଥିବେ। ବହୁତ ଜୋରରେ ବର୍ଷା ନୁହଁ, ଯାହା ବି ଯେତିକି ବର୍ଷା ହେଉଛି କି ରୋଡ଼ ଫୋଡ଼ ସବୁ ଓଦା ହେଇଯାଉଛି ଦେଖିପାରୁଥିବେ।